ଭାଇ ମୁଁ ଗୋଟେ ଜାଗାରେ ରହିପାରିବିନି, ଇଏ କରିଦେବି ସିଏ କରିଦେବି, ବଟ୍ ସିଚୁଏସନ୍ଟା ଯେବେ ମୋ ସାଙ୍ଗେ ହେଲା ମୋତେ ନିଜକୁ ଏତେ ଖରାପ ଲାଗିଲା କି କ'ଣ କହିବି ଆପଣ। ସିଚୁଏସନ୍ ଯେମିତି ମୋତେ ଜାବୁଡ଼ା ମାରିଛି ନା, ଏବେ ବି ଦେହ ଗରମ ଅଛି, ମାନେ କେମିତି କହିବି। ଆପଣମାନଙ୍କୁ ମନେ ଅଛି ମୁଁ କାଲି କିଛି କ'ଣ କହିଥିଲି ଆପଣମାନଙ୍କୁ? କ୍ଲିପ୍ଟା ପକାଉଛି, ଆପଣ ଭଲସେ ଦେଖନ୍ତୁ। ଚାଲନ୍ତୁ ମୁଁ ବାହାରକୁ ପଳେଇ ଆଇଲି, କାହିଁକିନା ଘରେ ଏତେ ବସିକି ନିଜକୁ ସଫୋକେଟେଡ୍ ଫିଲ୍ ହେଉଥିଲା କି ଭାଇ ମୁଁ କହୁଥିଲି ମୁଁ ଘରେ ମାନେ କ'ଣ ମୁଁ ୱାନ୍ ଟାଇପ୍ରେ ଗୋଟେ ଜାଗାରେ ମୁଁ ରହିପାରିବିନି ହେଲା। ମୋତେ ଏମିତି ପିଲା ହେଲା, ମୋତେ ଗୋଟେ ଜାଗା ତୁ କାମ କରେ, ମୁଁ ଗୋଟେ ଜାଗାରେ କାମ କରିପାରିବିନି। ମୋତେ ଭାଇ ଫ୍ରିଡ଼ମ୍ ଦରକାର ଭାଇ। ମୁଁ ଆଇ ଏମ୍ ଏ ଲିଭିଂ ବାର୍ଡ। ଭାଇ କ'ଣ କହୁଥିଲି କି, ଆଜି ରାତି ଆସି ବାଜିଲାଣି 3:15 ରାତି ହେଲା। ଭୋକ ଜୋରଦାର ଲାଗିଲା, ଦେହ ଟିକେ ଭଲ ଲାଗିଲା ହେଲା। ସନ୍ଧ୍ୟାବେଳେ ଖାଇପାରିଲିନି, କିଛି ଖାଇପାରିଲିନି, ଏତେ ଜୋର ଦେହ ଅବାଗିଆ ଲାଗିଲା ଯେ ପୁରା ଗୋଟେ ଖାଲି ପିସ୍ ବ୍ରେଡ୍ ଜାମ୍ ଖାଇଦେଲି, କ୍ଷୀରଟେ ପିଇକି ଶୋଇପଡ଼ିଥିଲି। ଏବେ ଏତେ ଜୋର ରାତିରେ, ଏତେ ଜୋରରେ ଘଣ୍ଟାରେ ମୁଁ ଖାଲି ଖଟ ଉପରେ ଖାଲି ଏପଟ ସେପଟ ହେଉଛି, ଝାଳ ବାଳ ବାହାରିଲା ଭୟଙ୍କର, ପୁରା ଦେହ ମୁଣ୍ଡରେ ଖାଲି ଝାଳ ଗଙ୍ଗ ବାହାରିଲା ଝାଳ। ଏବେ ଟିକେ ଦେହଟା ଭଲ ଲାଗୁଛି ଓକେ, କିନ୍ତୁ ଭୋକ ଭୟଙ୍କର ଲାଗିଲାଣି। ମୁଁ ଏବେ 3:30 ବେଳେ ରାତିରେ ମୁଁ ଏବେ ଖାଇବା ତିଆରି କରି ଯାଉଛି। କ'ଣ ଖାଇବା ତିଆରି କରିବି? ମ୍ୟାଗି ଟିକେ ତିଆରି କରିବି, କ୍ଷୀର ଅଛି, କ୍ଷୀର ଟିକେ ଗରମ କରିଦେବା, ହର୍ଲିକ୍ସ ଆମର ଅଛି, ହର୍ଲିକ୍ସ ଟିକେ ପକାଇଦେବି ଓକେ, ଆଉ ବ୍ରେଡ୍ ଅଛି, ବ୍ରେଡ୍ ଟିକେ ଜାମ୍ ପକେଇକି ସେଟିଂ କରିଦେବା। ତ ମୁଁ ଟିକେ ପ୍ରିପେୟାର କରିଦିଏ, ତାପରେ ମୋତେ 10 ମିନିଟ୍ ଟାଇମ୍ ଲାଗିବ। ଆଉ କିଛି ଥିଲା ବାସନ ଟିକେ ଧୁଆଧୁଇ କରିବାକୁ, ମୁଁ ଧୁଆଧୁଇ କରିଦେଲି ଓକେ। ଇଆଡ଼େ ଦେଖିବିନି, ଛୋଟ ସିଆଡ଼େ ଦେଖିବିନି ଓକେ। କାଲି ତ ଯାହା ବ୍ଲଗ୍ କରୁଛି ମୁଁ ଜାଣିଛି ଓକେ। ହଉ ଚାଲ ଟିକେ ଖାଇବା ପ୍ରିପାରେସନ୍ କରିଦେବା, ତାପରେ ଖାଇବା। ଭୋକ ଯୋଉଥିଲା ରାତିରେ, ଭୋକ ନାଇଟ୍ କ୍ରେଭିଂ ଓକେ, ମିଡ୍ ନାଇଟ୍ କ୍ରେଭିଂ। 20 ମିନିଟ୍ ପରେ ଭାଇ ଖାଇବା ରେଡ଼ି ହେଇଗଲା ଓକେ। ଦେଖ ପୁରା ବ୍ରେଡ୍ ଜାମ୍, ମ୍ୟାଗି ଆଣ୍ଡ କ୍ଷୀର ଆଣ୍ଡ ମାଇ ଫେଭରେଟ୍ ହର୍ଲିକ୍ସ ଓକେ। ତ ଖାଇବା ରେଡ଼ି ହେଇଗଲା, ଏବେ ଖାଇତା। ଭୋକ ଭୟଙ୍କର ଲାଗିଲାଣି ଓକେ। ଜଲ୍ଦି ଖାଇକି ଶୋଇପଡ଼ିବା, ପୁଣି ସକାଳୁ ଉଠିକି ପୁଣି ବ୍ଲଗ୍ କରିବା। ଆଜି ସ୍ପେଶାଲ୍ ଏଇଆ ଥିଲା। ତ ଏଇଠି ଦେଖିପାରୁଥିବେ ଖାଇବା ପରେ ଖତମ। ବାଜିଲା ଅଛି 4ଟା, ଦିନ ନୁହେଁ ରାତି 4ଟା ବାଜୁଛି। ଭାଇ ମାନେ ଯାଉଛି, ପେଟେ ବାଜିଗଲେ ଖାଇବା ନା, ମାନେ ଭୟଙ୍କର ନିଦ ଲାଗିବ। ଯାଇକି ଉଠିକି 9-10 ବେଳକୁ ଉଠିବା। ଚାଲ କାନ୍ଦିନି ପର୍ଯ୍ୟନ୍ତ ଖେଳୁତା। ବେଳେବେଳେ କହିବାଟା ବହୁତ ସହଜ ହୋଇଥାଏ, ବଟ୍ ସେ ସିଚୁଏସନ୍ଟା ଯେବେ ମୁଣ୍ଡ ଉପରକୁ ଆସେ କି ନିଜ ଉପରକୁ ଆସେ, ସେତେବେଳେ ମନେ ପଡ଼େ ସେ କଥାଟା କି ହଁ ମୁଁ କହିଥିଲି, ବଟ୍ ଅନଫର୍ଚୁନେଟଲି ସେଇଟା ସତ ହେଲାନି। ତ ଆପଣ ଜାଣିନାହାନ୍ତି, ମୁଁ ଭିଡ଼ିଓ କହିଲି କି ଆମେ ଲିଭିଂ ବାର୍ଡ, ମୁଁ କୁଆଡ଼େ ଗୋଟେ ଜାଗାରେ ରହିପାରିବିନି। ବଟ୍ ଜାଣିଛନ୍ତି ଯେଉଁମାନେ ଚିକେନ୍ ପକ୍ସ, ହାଡ଼ ହ୍ୱାଇଟ୍ ମା ଲାଗନ୍ତି, ୟା ବଡ଼ ମା ଲାଗନ୍ତି ଯେଉଁ କହନ୍ତି, ଏଇଟା ଏବେ ସିଚୁଏସନ୍। 5 days ପର୍ଯ୍ୟନ୍ତ ମୁଁ ପୁରା ବେଡ୍ ରେଷ୍ଟ। ଦେଖିପାରୁଥିବେ ପୁରା ଲିମ୍ବ ପକା ହେଇଛି, ବଡ଼ି ସାରା ପୁରା ଫଳିଗଲାଣି ଓକେ। କିଛି ଭାଇ ସିରିୟସଲି ଏମିତି ମୋମେଣ୍ଟ ଲାଗିଲା ମୋତେ। ମୁଁ କାଲିକି ଭିଡ଼ିଓ କରୁଥିଲି କି ଭାଇ ମୁଁ ଗୋଟେ ଜାଗାରେ ରହିପାରିବିନି, ଇଏ କରିଦେବି ସିଏ କରିଦେବି, ବଟ୍ ସିଚୁଏସନ୍ଟା ଯେବେ ମୋ ସାଙ୍ଗେ ହେଲା ମୋତେ ନିଜକୁ ଏତେ ଖରାପ ଲାଗିଲା କି କ'ଣ କହିବି ଆପଣମାନଙ୍କୁ। ମାନେ ଭାଇ ମୁଁ କାଲି ବସିଥିଲି ରାତିରେ ଓକେ, ଭିଡ଼ିଓ କରିସାରିଲା ପରେ ରାତିରେ ବସିଥିଲି, ତ ଦେହ ଜୋରରେ ଇଏ ହେଲା, ମେଡ଼ିସିନ୍ ଖାଇକି ଶୋଇଲି। ରାତି 4ଟା ତ ଆପଣ ଦେଖିଛନ୍ତି ଭିଡ଼ିଓଟା କି କେମିତି ମୁଁ ବ୍ଲଗ୍ କରିଥିଲି ଓକେ। ପୁରା ରେଡ଼ି ହେଇଗଲି, ପୁରା ରେଡ଼ି। ଯେବେ ସକାଳ ହେଲା ଭାଇ ବଡ଼ି ସାରା ପୁରା ଆରମ୍ଭ ହେଲା ଇଏ, ଆଉ ଟିକେ ସମୟରେ ମୋତେ ଜ୍ୱର ଆଉଛି ଛାଡ଼ି ଯାଉଛି, ଜ୍ୱର ଆଉଛି ଛାଡ଼ି ଯାଉଛି। ତ ଆପଣଙ୍କୁ ଲାଗୁଛି କି କ'ଣ ମୁଁ ଜାଣିନି, ବଟ୍ ଆପଣମାନଙ୍କ ଏମିତି କେବେ ହେଇଛି କି ବଡ଼ ମା କେବେ ଲାଗନ୍ତି ଆପଣଙ୍କ ଦେହରେ? ଯଦି କେବେ ଲାଗିଛନ୍ତି ତ ମୋତେ କମେଣ୍ଟରେ କୁହନ୍ତୁ, ଆଉ କେମିତି କ'ଣ ଆପଣ ବିଶ୍ୱାସ କରୁଛନ୍ତି ସେଇ ଜିନିଷରୁ ବାହାରିଛନ୍ତି ମୋତେ କହିବେ ଓକେ। ତ ବସି ଭାବିଲି କ'ଣ କରିବି, ଏ କାଣ୍ଡ ବସି କରୁଥିଲି, କ'ଣ କରିବି।
ଦେଖିଦେବେ ଭାଇ ଏଇଟା ଝାଡ଼ିବାକୁ ରଖିଛି ମୁଁ ଦୁଇଟା ଆଉ ଶିଙ୍ଗ ପତ୍ର ପଡ଼ିଛି ଏଇଟା ସକାଳେ ପିନ୍ଧିଥିଲି କିନ୍ତୁ ଅବାଗିଆ ଲାଗିଲା ବୋଲି ଏ ଗଞ୍ଜିଟା ପିନ୍ଧିଲି। 5 ଦିନ ପର୍ଯ୍ୟନ୍ତ ଏ ଜାଗା ସବୁ ଜାଗା ରହିବି ପୁରା ଓକେ ନା ଏ ଖଟକୁ ଯାଇପାରିବି ନା ସେ ଖଟକୁ ଯାଇପାରିବି ନା ସିଆଡ଼େ ଯାଇପାରିବି ଖାଲି ବାଥରୁମ୍କୁ ଯିବି ଆସିବି ପୁଣି ଶୋଇବି ଖାଇବି ଖାଇବା ବି ଏଇଠି ଓକେ ଖାଲି ବାଥରୁମ୍ ପ୍ରୋସେସ୍ କରିବା ସେଇଠି ଯିବି ବ୍ୟାଣ୍ଡ ବାଜୁଛି ଭୟଙ୍କର ବ୍ୟାଣ୍ଡ ବାଜୁଛି ସିଚୁଏସନ୍ ଯେମିତି ମୋତେ ଜାବୁଡ଼ା ମାରିଛି ନା ଏବେ ବି ଦେହ ଗରମ ଅଛି ମାନେ କେମିତି କହିବି ଦିସ୍ ୱାନ୍ ହାତରେ ବି ହେଇଛି ଦିସ୍ ୱାନ୍ ଦିସ୍ ପୁରା ଫେସ୍ ବି ହେଲାଣି ପଛଟେ ବ୍ୟାକ୍ ସାଇଡ଼୍ ଓକେ ବ୍ୟାକ୍ ସାଇଡ଼୍ଟା ପୁରା ହେଇଯାଇଛି ତ 5 days ଏଇ ଖଟାରେ ଆଉ 4 ଦିନ ଆଜି ସରିଲା ଆଉ 4 ଦିନ ଲେଟ୍ସ ଡୁ ଇଟ୍ କିଛି ନାହିଁ ବ୍ଲଗ୍ ଷ୍ଟିଲ୍ ଅନ୍ ମୁଁ କରିବି ଭାଇ ଓକେ ଆଉ ତ କିଛି ବ୍ଲଗ୍ କରିବ ନାହିଁ ଯାହା ଖାଇବାକୁ ଆମେ କରୁଛି ଉପମା କରିବ ଉପମା ଖାଇକି ଭାଇ ଟିକେ ରେଷ୍ଟ କରିଥାନ୍ତେ ଖାଇବାକୁ ଜମା ଇଚ୍ଛା ହେଉନି ଗୋଟେ ଜାଗାରେ କଣ୍ଟିନ୍ୟୁ ବସି ରହିଲେ ଇଣ୍ଟରେଷ୍ଟ ମରିଯାଏ ଖାଇବାର କିଛି ନାହିଁ ବୋଧେ ଭାଇର ଦେହ ଖରାପ ମାଆର ଦେହ ଖରାପ ବାପାଙ୍କ ଦେହ ଖରାପ ଏବେ ମୋର ବି ହେଇଗଲା ଚିଶୁ ତ ଏମିତି ଠା 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 କରିକି ଆମ ଭାଇକୁ ବଜାଉଛି କିଛି ନାହିଁ ରିଭେଞ୍ଜ ନେବି ଭାଇ one day।